କରନ୍ତି କି ଭଗବାନ ରାବଣକୁ ତ ମାରିଦେଲେ, କିନ୍ତୁ ରାବଣ ଦ୍ୱାରା ଯୋଉ କରିଥିବା ରାବଣର ଗର୍ହିତ ନିନ୍ଦାଟାକୁ ଜଗତରେ ଆସିକି କଣ କରି ଚାରିଆଡେ ଅପଯଶ କଲେ। ସୀତା ମାତାଙ୍କୁ ହରଣ କରି ନେଇଯିବା କଥାଟାକୁ ଚାରିଆଡେ ଆମେ କିଛି ରାମାୟଣରେ ଶୁଣନ୍ତି କି ଯେ ସହସ୍ରମୁଖ ରାବଣ ଜଣେ ଥିଲା। ସହସ୍ରମୁଖ ରାବଣ, ଏ ସହସ୍ରମୁଖ ରାବଣ କଣ କରେ ନା ଏଇ ମାତା ସୀତାଙ୍କର ଏଇ ଅପଯଶଟାକୁ, ସୀତାଙ୍କୁ ଅପହରଣ କରି ରାବଣ ନେଇଯାଇକି ବନ୍ଦୀ କରିକି ରଖିଥିଲେ। ଏଇ କଥାଟାକୁ ସାରା ଅଯୋଧ୍ୟା ଆସିକି ଅଯୋଧ୍ୟା ନଗରୀରେ ଅଯୋଧ୍ୟାବାସୀ ହିସାବରେ ତାଙ୍କ ଭିତରେ ଏମିତି ଏମିତି ଭାବେ କାନରେ ପୁରେଇଲା କଥା, ସାରା ଅଯୋଧ୍ୟାବାସୀ ଯିଏ ରାମ ଅନୁଗତ ଥିଲେ, ଯିଏ ମାତା ସୀତାଙ୍କୁ ଶ୍ରେଷ୍ଠତ୍ୱ ମାନୁଥିଲେ, ତାଙ୍କର ସ୍ୱାଗତରେ ତାଙ୍କୁ ଶ୍ରେଷ୍ଠ ସମ୍ବର୍ଦ୍ଧନା ଜଣେଇଥିଲେ, ରାମଙ୍କ ଆଗମନରେ ବିଜୟୋତ୍ସବ ମନେଇଥିଲେ, ଦୀପାବଳି ମନେଇଥିଲେ ରାମଙ୍କ, ସେଇମାନେ ବି ମାତା ସୀତାଙ୍କ ନାଁରେ ନିନ୍ଦା କରିବାକୁ ଲାଗିଲେ। ସେଥିପାଇଁ ଏଇ ଜଗତରେ କିଛି କିଛି ବ୍ୟକ୍ତିତ୍ୱ ନିନ୍ଦୁକ ବ୍ୟକ୍ତି ରହିଛନ୍ତି, ଯୋଉମାନଙ୍କ ମନରେ ସେମାନେ କଣ କରନ୍ତି, ଏଭଳିଆ ଗଲଦ କଥା ଭରି ଦିଅନ୍ତି। ଏମାନେ ନିନ୍ଦୁକ, ଏମାନେ କାହାର ସୁଖ ଦେଖି ପାରନ୍ତିନି। ଗୋଟେ ମାଛ ପାଣିରେ କଣ କ୍ଷତି କରୁଛି କାହାର, କିନ୍ତୁ ଏଇମାନେ ନିରୀହ, ତାର କିଛି ସିଏ ଆନନ୍ଦରେ ଖେଳୁଛି ବୁଲୁଛି, ଜଳ ହିଁ ତା ଜୀବନ, କିନ୍ତୁ ଏମାନେ ଯେମିତି ଏଇଭଳିଆ ଲୋକ ଯୋଉମାନେ ମାନେ ପରର ସୁଖ ଦେଖିଲେ କେବେ ଖୁସି ହେଇ ପାରନ୍ତି ନାହିଁ। ହରିଣ ଜଙ୍ଗଲରେ କେତେ ଆନନ୍ଦରେ ବୁଲୁଛି, ଶିକାରୀ ତାକୁ ମାରୁଛି ନା, ତ ସିଏ ତମର କଣ କ୍ଷତି କରିଥିଲା ଭାଇ? ସେ କେତେ ସୁନ୍ଦର ଦେଖିବା ପାଇଁ, ହରିଣ କେତେ ସୁନ୍ଦର ଦେଖିତେ, କେତେ ସୁନ୍ଦର ନାଚେ, କେତେ କିନ୍ତୁ ଏଇ ଜଗତର ଲୋକ ତାକୁ ଯେମିତି କଣ କରନ୍ତି, ମାରିବା ପାଇଁ କେହି ପଛାନ୍ତିନି, ଦ୍ୱିଧାବୋଧ କରନ୍ତିନି। ସେମିତି ଜଗତରେ କେତେ ନିରୀହ ଜୀବକୁ ଏଇଭଳି କିଛି ନିନ୍ଦୁକ ଯେମିତି କାହାର ଭଲ ଦେଖିପାରିବେନି, ଇଏ ହଉଛନ୍ତି ସହସ୍ରମୁଖ ରାବଣ, ଅସୁର ମାନେ, ଏମାନେ ହଉଛନ୍ତି ଅସୁର। ସେଥିପାଇଁ ଭଗବାନ କାହିଁକି କହୁଛନ୍ତି ମାନେ ମୁଁ ସମସ୍ତଙ୍କ ପ୍ରତି ସମାନ, ସମହଂ ସର୍ବଭୂତେଷୁ ନ ମେ ଦ୍ୱେଷାସ୍ତି ନ ପ୍ରିୟ, ମୁଁ ସମସ୍ତଙ୍କ ପ୍ରତି ସମାନ, ମୁଁ କାହା ପ୍ରତି ହିଂସା କରେନି, ପକ୍ଷପାତିତା କରେ ନାହିଁ। ପୁଣି କାହିଁକି କହୁଛନ୍ତି ଯେ ପରିତ୍ରାଣାୟ ସାଧନା ବିନାଶାୟ ଦୁଷ୍କୃତା, ଏ ଜଗତରେ ମୁଁ ସାଧୁ ମାନଙ୍କୁ କାହିଁକି ରକ୍ଷା କରେ ନା, ଦୁଷ୍କୃତିକାରୀ ମାନେ ଏମିତି ଏ ନିରୀହ ସାଧାରଣ ଜଗତର ଲୋକମାନ ଜୀବ ମାନଙ୍କର ଭଲଟାକୁ ଦେଖିପାରନ୍ତି। ଯିଏ ଅନ୍ୟର ସୁଖଟା ଦେଖିପାରେନି ସେ ହଉଛି ଅସୁର। ଅନ୍ୟରେ ଭଲ ପିନ୍ଧିଲା, ଭଲ ଖାଇଲା, ଭଲ ଚାଲିଲା, ଭକ୍ତି କଲା, ଯଦି ତା ନାଁ ଯଶ ହେଲା, ଲୋକମାନେ ତାକୁ ନିନ୍ଦା କରନ୍ତି। କାହିଁକି କରନ୍ତି? ଏଇ ଆମେ କୃଷ୍ଣ ଭାବନାମୃତ ପ୍ରଚାର ପ୍ରସାର ଲୋକ ନିନ୍ଦା କରୁଛନ୍ତି ନା, ଅଛନ୍ତି ନା ନାହିଁ ଜଗତରେ ଲୋକ। ସନାତନ ଧର୍ମର ପ୍ରସାର କରୁଛି, ଇସ୍କନ ସାରା ଜଗତରେ ଭଗବତ ଗୀତାର ବାଣୀ ପ୍ରଚାର କଲା, ସର୍ବତ୍ର ଭଗବାନ ଜଗନ୍ନାଥଙ୍କୁ ଉପସ୍ଥାପନା କଲା, ଯେତେ ମହତ କଲେ ବି, କେତେ ଲୋକଙ୍କୁ ଖାଇବାକୁ ଦଉଛି, କେତେ ବିଦେଶୀ ମାନଙ୍କୁ କୃଷ୍ଣ ଭକ୍ତିରେ ଆଣୁଛି, ଅଜସ୍ର କେତେ ୱେଲଫେୟାର ଆକ୍ଟିଭିଟି ଇସ୍କନ କରୁଛି, ସବୁ କରିକି କୃଷ୍ଣ ଭକ୍ତ କେତେ କେତେ କୋଟି କୋଟି ଲୋକଙ୍କୁ କୃଷ୍ଣ ଭାବନାରେ ଭାବିତ କରୁଛି। କିନ୍ତୁ ଲୋକ ସହିପାରୁଛନ୍ତି? କିଛି ସହିପାରିବେନି। କାହିଁକିନା ଏଇଟା ହଉଛି ଆସୁରିକ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ମାନଙ୍କର ସ୍ୱଭାବ, ସେମାନଙ୍କୁ ଅସୁର କୁହାଯାଉଛି। ସେଇଥିପାଇଁ ଭଗବାନ କଣ କରନ୍ତି, ଏମାନଙ୍କୁ ବିନାଶ କରିବା ପାଇଁ ଆସନ୍ତି। ସେଇଥିପାଇଁ ଯୋଉ ସହସ୍ରମୁଖ ରାବଣ, ଯିଏ ତା ମୁହଁରେ ମାତା ସୀତାଙ୍କର ଏତେ ନିନ୍ଦା କଲା, ଏତେ ଭର୍ସନା କଲା, ଏତେ ଦିବ୍ୟ ରାମଚରିତ୍ର ଗାଥାକୁ ସିଏ କଣ କଲେ ନା ଏତେ ନିନ୍ଦା କଲେ, ଯେ ସେଇ କଥାଟା କୁହାଯାଉଛି ଯେ ଏ ଜଗତରେ ସେଇ ସହସ୍ର ମୁଖ ରାବଣ, ୟାର ମୁଖ ସହସ୍ର। ତୁ ଜଣକ ମୁହଁରେ ସିନା ମାନେ ବନ୍ଦ କରିଦେଇ ପାରିବୁ, ସେ ହଜାର ଜଣଙ୍କ କାନରେ ଯାଇକି ଏ ମନ୍ତ୍ର ପଢିଦବ। ଆଉ ଭୌତିକ ଜଡ ଜଗତର ଲୋକ ସ୍ୱତଃସ୍ଫୂର୍ତ୍ତ ଭାବେ ସ୍ୱାଭାବିକ କଣ, ସିଏ ପରନିନ୍ଦା ଶୁଣିବାକୁ ଭଲ ପାଏ, ପରନିନ୍ଦାକୁ ଆଲୋଚନା କରିବା ପାଇଁ ଭଲ ପାଏ। ତାକୁ ତା ମନରେ ଖାଲି ସେଇ କଥାଟା ଆସିବ, ଯଦି ଶୁଣିଗଲା ସିଏ କାହା ପାଖରେ ନ କହିଲା ପର୍ଯ୍ୟନ୍ତ ସିଏ ରହିପାରେ। ନିନ୍ଦାଟା ହଉଛି ଗୋଟେ ଏମିତି। କିନ୍ତୁ ଯଶ, ଆପଣ କୁହନ୍ତୁ ନା, ଆମେ ପ୍ରତିଦିନ ଭଗବାନଙ୍କ ଗୁଣ ମହିମା ଶୁଣୁ, କାହା ପାଖରେ କେବେ ବସିକି ବର୍ଣ୍ଣନା କରୁଛେ କି? କେବେ କହୁନାହାନ୍ତି କି ମୁଁ ଆଜି ଭାଗବତ କ୍ଲାସରେ ଏ କଥା ଶୁଣିଛି, ଏ କଥା କେବେ କହୁନାହାନ୍ତି। କିନ୍ତୁ କାହା ବିଷୟରେ ଶୁଣିଥାନ୍ତୁ ଟିକେ, ଠିକ ହଉ ଭୁଲ ହଉ, ସେ ତାକୁ ଏତେ ମସଲା ମାଖିକି, ଏତେ ରଙ୍ଗେଇ ଚଙ୍ଗେଇକି, ମାନେ ଏମିତି ବନେଇକି କହିବ, ରୋଷ୍ଟ କରିକି ଦବ ଯେମିତି ପୁରା, ସେଇ ହଉଛି ଘଟଣା। ତ ତେଣୁକରି ଭଗବତ ଭକ୍ତ ତା ଜୀବନରେ ଏଇ ସ୍ଥିତିଟା ଯେମିତି କେବେ ନ ନିଏ। ପର ଚର୍ଚ୍ଚାରେ ଯେତେ ଉଦ୍ବେଗ ଶୁଣିବା ପାଇଁ ଆଉ ବର୍ଣ୍ଣନା କରିବା ପାଇଁ, ଏଇଟା ଯେମିତି ନ ହୁଏ ଜୀବନରେ। ତ ସେଇ କଥାଟା ଏଇ ଜଗତରେ କହୁଛନ୍ତି। କୃଷ୍ଣଙ୍କର ଏଇ
भगवान को किए बुझीपार भगवान को जो माम बेती तत्व तो जो मैंने भगवान को तत्व तो जानी जीवे कौन हम से त्यक्ता देहम पुनर्जन्म नैति अर्जुन से मैंने कौन करे जगत जड़ जगत रे जड़ देह धारण करके जन्म हेबे नहीं भगवत प्राप्ति हो जो मैंने तत्व तो आ से माने जो मैंने टोटाल किसी जानी ना से केते गीता गीत केबे गीता भागवत पढ़ी ना गीता भागवत जदिओ पढ़ी निजे निजे बही बसिक बही पढ़ी मुखस्थ कर पकई कौन बुझी अरे जड़ विद्या को पढ़िया आम केते स्कूल कॉलेज इंस्टीट्यूट केते अच्छी से टिके टिके तार अर्थ को बुझिया केते शिक्षकों आवश्यकता पड़ुची आ भगवत तत्व ज्ञान को बिना शिक्षा करे से दीपद कौन पढ़ी एत हृदयंगम करदे जे से जाणी कौन करे भगवान महानता को जड़ जगत रे गाउछन उद्धव बुझी पाइले देवगुरु बृहस्पति उद्धव निजे बुझी पाइले जे सर्वश्रेष्ठ ज्ञानी बुझी पाना आमे भागवत जिते कथा शुणुचंदी अर्जुन जदि बुझी था कृष्ण को कहीं पचार था माया संबंध आत्मीय स्वजन मोहर परिणति कर